ଖନ୍ତାପଡ଼ା ପ୍ରିମିୟର ଲିଗ୍ ସିଜିନ୍ 9 ଉଦ୍ଯାପିତ। ବିଧାୟକଙ୍କଠାରୁ ଗ୍ରହଣ କଲେ ଟ୍ରଫି। ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ରାମନଗର ଖେଳ ପଡ଼ିଆରେ ଜାନୁଆରୀ 22 ଠାରୁ ଫେବୃଆରୀ 7 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଖନ୍ତାପଡ଼ା ପ୍ରିମିୟର ଲିଗ୍ ସିଜିନ୍ 9 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଖେଳ ପ୍ରତିଯୋଗିତାରେ ଭଗତପୁରର ଜଳଧର କ୍ରିକେଟ ଟିମ୍ ଓ ଖନ୍ତାପଡ଼ାର ମିନାର ଏକ୍ସାଇଙ୍କ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଜଳଧର ରନର୍ସ ହୋଇଥିବା ବେଳେ ମିନାର ଏକ୍ସାଇ ଚମ୍ପିୟନ ହୋଇଥିଲା। ଏହି ଉଦ୍ଯାପନୀ ଉତ୍ସବରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳଙ୍କୁ ବିଜୟୀ ଟ୍ରଫି ଓ ପରାଜୟୀ ଦଳକୁ ରନର୍ସ ଅଫ୍ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଖେଳ ସାମଗ୍ରୀ ରଖିବା ପାଇଁ ଏଠାରେ ଆବଶ୍ୟକ ଥିବା ଏକ ଘର ନିଜସ୍ୱ ପାଣ୍ଠିରୁ 5 ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ। ସେହିପରି ଏହି ଖେଳ ପଡ଼ିଆ ଚତୁଃପାର୍ଶ୍ୱରେ ଥିବା ବାଉଣ୍ଡରୀ ୱାଲ୍କୁ ଆହୁରି ଉଚ୍ଚତା ବଢ଼ାଇବା ସହିତ ଏହି ପଡ଼ିଆକୁ ଏକ ମିନି ଷ୍ଟାଡିୟମରେ ପରିଣତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ନିଜର ମତ ରଖିଥିଲେ। ଏହି ଉଦ୍ଯାପନୀ ଉତ୍ସବ ମଞ୍ଚରେ ସଞ୍ଜୀବ କୁମାର ଦାସ, ମଧୁସୂଦନ ବାରିକ, ଗିରୀଶ ମହାନ୍ତି, ଲକ୍ଷ୍ମୀକାନ୍ତ ଜେନା ଉପସ୍ଥିତ ରହି ନିଜର ମୂଲ୍ୟବାନ ଅଭିବାଦନ ରଖିଥିଲେ। ଏହି ଖେଳକୁ ଅନୁଷ୍ଠାନର ରାଜୀବ କୁମାର ମହାନ୍ତି ଓ ଶୁଭେନ୍ଦୁ ଦାସ ପରିଚାଳନା କରିବାରେ ସହଯୋଗ କରିଥିଲେ। ଖନ୍ତାପଡ଼ା ପ୍ରିମିୟର ଲିଗ୍ର ସମସ୍ତ କର୍ମକର୍ତ୍ତା ଏହାକୁ ସହଯୋଗ କରିଥିଲେ। ବାହାନଗାରୁ ମହେଶ ମଲ୍ଲିକଙ୍କ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।